ଆଜି ଆମ ସମସ୍ତଙ୍କର ପାଇଁ ଗୋଟିଏ ପବିତ୍ର ଦିନ, ଆନନ୍ଦର ଦିନ। ଆଜି ଗୁରୁ ଦିବସ, ରାଜ୍ୟସ୍ତରୀୟ ଗୁରୁ ଦିବସ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଏ ଉତ୍ସବର ଶୁଭ ଅବସରରେ ଆଜି ଏ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ଏସ୍ଏସ୍ସି ପିଡି ଏ ବିଭାଗର ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମହାଶୟ, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଓ ସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ, ନିର୍ଦ୍ଦେଶକ ଟି ଏବଂ ଏସ୍ସିଆର୍ଟି ଶ୍ରୀଯୁକ୍ତ ମନୋଜ କୁମାର ପାଢ଼ୀ, ଉପସ୍ଥିତ ସମସ୍ତ ଡାଏଟ୍ର ପ୍ରିନ୍ସିପାଲଗଣ, ଜିଲ୍ଲା ଶିକ୍ଷା ଅଧିକାରୀଗଣ, ବ୍ଲକ ଶିକ୍ଷା ଅଧିକାରୀଗଣ ଏବଂ ଏଠି ଉପସ୍ଥିତ ଥିବା ମୋର ଅତି ପ୍ରିୟ ଶିକ୍ଷକ ଓ ଶିକ୍ଷୟିତ୍ରୀବୃନ୍ଦ, ଗଣମାଧ୍ୟମର ପ୍ରତିନିଧିବୃନ୍ଦ, ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଆଜି ଭାରତୀୟ ଦାର୍ଶନିକ, ରାଷ୍ଟ୍ରନୀତିଜ୍ଞ, ପୂର୍ବତନ ରାଷ୍ଟ୍ରପତି, ମହାନ ଶିକ୍ଷାବିତ୍ ତଥା ଆଦର୍ଶ ଶିକ୍ଷକ, ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଏ ପବିତ୍ର ଜୟନ୍ତୀର ଅବସରରେ ମୁଁ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆଜି ତାଙ୍କର ସ୍ମୃତିରେ ପାଳନ ହେଉଥିବା ପବିତ୍ର ଗୁରୁ ଦିବସ ଆଉ ତାହାର ଶୁଭ ଅବସରରେ ଆଉ ଥରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ଏବଂ ବିଶେଷ କରିକି ଶିକ୍ଷକ ସମାଜକୁ ମୋର ସମ୍ମାନ ଜଣାଉଛି। ସର୍ବପଲ୍ଲୀ ରାଧାକ୍ରିଷ୍ଣନ କେବଳ ଜଣେ ବିଶିଷ୍ଟ ଶିକ୍ଷାବିତ୍, ଦାର୍ଶନିକ ଏବଂ ଲେଖକ ନଥିଲେ, ସେ ଥିଲେ ଜଣେ ଶ୍ରେଷ୍ଠ ଗୁରୁ। ଆଜିକାଲି ତ ଆଉ ସେ ଗୁରୁ ଶିଷ୍ୟ ପରମ୍ପରା ନାହିଁ, କିନ୍ତୁ ପ୍ରତ୍ୟେକ ବିଦ୍ୟାର୍ଥୀ ତଥା ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ପାଇଁ ଆଜି ସେ ହେଉଛନ୍ତି ଆମର ଏବଂ ଆମ ସମସ୍ତଙ୍କର ଆଦର୍ଶ। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶିକ୍ଷାର ମହତ୍ତ୍ୱ ଇଏ ଆଜି ନୁହଁ, ଯୁଗେ ଯୁଗେ ରହି ଆସିଛି ଏବଂ ବିଶେଷ କରିକି ଭାରତରେ ବୈଦିକ ଯୁଗରୁ ଇଏ ଚାଲି ଆସୁଅଛି। ବୈଦିକ ପରମ୍ପରାରେ ଆମ ପିଲାମାନେ ବା ବାଳକମାନେ ଛୋଟ ସମୟରେ ଅରଣ୍ୟ ମଧ୍ୟରେ ଗୁରୁକୁଳରେ ରହି ଅଧ୍ୟୟନ କରୁଥିଲେ। ଯଦିଓ ଆଜି ଆଉ ସେ ଗୁରୁକୁଳ ନାହିଁ ବା ସେ ଗୁରୁକୁଳର ଗୁରୁ ଶିଷ୍ୟ ପରମ୍ପରା ନାହିଁ, ଆଜି ତାର ଗୋଟିଏ ପରିବର୍ତ୍ତନ ହେଇଛି ଏବଂ ଆଧୁନିକ ଶିକ୍ଷା ବ୍ୟବସ୍ଥା ଆଜି ପ୍ରଚଳିତ ଅଛି। କିନ୍ତୁ ଆପଣମାନେ ସମସ୍ତେ ମନେ ପକାନ୍ତୁ, ଆଜି ହଜାର ହଜାର ବର୍ଷ ଧରିକରି ଇଏ ଗୁରୁକୁଳ ନାହିଁ, ଶିକ୍ଷାର ବ୍ୟାପକ ଭାବରେ ପରିବର୍ତ୍ତନ ହେଇଛି, ଆଧୁନିକ ଶିକ୍ଷା ବ୍ୟବସ୍ଥା ହେଇଛି। କିନ୍ତୁ ସେ ହଜାର ହଜାର ବର୍ଷ ପୂର୍ବର ସେହି ଛାପ, ସେହି ନିଆରା ପରମ୍ପରା ଆଜି ବି ଆମ ଛାତ୍ରଛାତ୍ରୀଙ୍କ ଠାରେ ଦେଖିବା ପାଇଁ ମିଳୁଛି। ଆମ ଦେଶରେ ପ୍ରାଥମିକ ବିଦ୍ୟାଳୟରୁ ଯଦି ଆମେ ଦେଖିବା ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆଜି ବି ସେଇ ଆମର ଯାହା ପରମ୍ପରା ଗୁରୁକୁଳ ଶିକ୍ଷା ବ୍ୟବସ୍ଥାରୁ ଥିଲା ଅଭିବାଦନ, ଆଉ ସେହି ଅଭିବାଦନ ସ୍ୱରୂପ ଆଜି ଆମେ
परस्पर मध्य जितेबले साक्षात होउछंती भेट होउछंती नमस्कार कहउछंती नमस्कार जनाउछंती एवं प्रणाम मध्य करुछंती। ये परंपरा देखंतु जदि आमे जो माने आम परिवार भी आज किए जदि विदेश रे पाठ पढ़ुथिबे ताहले ताको परिवार रो जो माने सेठी पाठ पढ़ी के आसुछंती बा आमे जहा जानुछंती जे पाश्चात्य देश रे एभली नमस्कार किंबा प्रणाम देखिबा पाई मिली न थाए कहना ये होउची आम भारतीय संस्कृति आ परंपरार एक सुंदर ये होउची नियारा परंपरा एवं आमर ये स्वतंत्रता आमर एनु निश्चित भाव रे आज से दृष्टिकोण आज आमे ये पवित्र गुरु दिवस अवसर रे मध्य गुरु शिष्यर संपर्क एवं आम परंपरा आम वैशिष्ट्य आम संस्कृति को आमे आधार करी आज आमे एभली एक उत्सवर आज सरकारी स्तर रे मध्य आज आमे सारा भारत वर्ष रे आज पालन करुछंती। जेते बेले आम देश स्वाधीनता लाभ करला सेते बेले आमर साक्षरता हार थिला मात्र 12%। आज जदि आमे देखिबा ताहा आशातीत भाव रे वृद्धि पाइछि एवं एक सम्मानजनक स्थिति रे अछि। एणु प्रायतः धीरे धीरे ये निरक्षरता आउ देखा जाउ नाही। निश्चित भाव रे आगामी दिन रे एहार सस्टेनेबल पोजिशन रे मध्य आमे पहुंची परिबा 100% आमे आमर संपूर्ण साक्षरता आम पाखरे आसिकी आ किछि दिन भितर पहुंची परिबो। विशेष करके आजिर शिक्षा पद्धति रे आम समस्तंकर पाई दुईटी बड़ आह्वान अछि। ये आह्वान गुड़िक कौन? प्रथम आह्वान होउछि आमे जेते बेले एबे शिक्षार सस्टेनेबल पोजिशन को जीवा पाई चाहूछंती सेते बेले आम सामना रे आसी जाउछि ड्रॉप आउट। ये ड्रॉप आउट हार किभली भाव रे ह्रास पाइबो एवं सेथिरु आम पिला माने से गरीब हुअन्तु से धनी हुअन्तु से कौन सी ताको पाखरे परिस्थिति थाउ ना काहीकि आउ ड्रॉप आउट हार रहिबो नाही ताहा आशातीत भाव रे ह्रास पाइबो। ये कथा को नेइकरी ये प्रथम दुईटी आह्वान भितर गोटे होउछि ड्रॉप आउट एवं द्वितीयटी होउछि गुणात्मक शिक्षा। एठारे मु कहि रखिया पय चाहे जे शिक्षा विशेष भाव में प्राथमिक शिक्षा आउ ए क्षेत्र रे आमे यदि देखिबा ताहले एथिरे दुईटी कथा गोटे हेला खाद्य आ गोटे हेला शिक्षा। खाद्य एवं शिक्षा मध्य रे आमर गोटाए निबिड़ संपर्क अछि। जदि आम पाखरे खाद्य नाही ताहले आम पिला पाठ पढ़िया पे जाउ नाही। जदि जाउछि ताहले अपपुष्टिर शिकार होउछि एवं से भल पाठ पढ़ी पारु नाही तार मानसिक स्तर रे परिवर्तन हो नाही ज्ञानर विकास हो नाही परवर्ती पर्याय रे से मध्य विभिन्न परिस्थिति रे ड्रॉप आउट भी हो जाउछि। आउ या को आधार करिकि आज प्राथमिक स्तर रे सेइति पई आम पिला मानकु सर्वप्रथमे से पिला मानकु आम विद्यालय परिसर भितरे बांधी रखिबा पई जे से खाद्य भी खाइबो एवं पाठ भी पढ़िबो। आउ सेथि पई मिड डे मील रो ए व्यवस्था मध्य करा जाइछि एवं ताहार गोटे प्रभाव भी रही। अंततः पक्षरे प्रथमे आगे पिलाटी विद्यालय को तो आसु विद्यालय को आसला भितरे से भल खाद्य खाऊ पुष्टिकर खाद्य खाऊ एवं पुष्टिकर खाद्य खाइला परे तापरे शिक्षक माध्यम रे एक परिवेश माध्यम रे से धीरे धीरे पाठ पढ़िबा प्रति आकृष्ट हब। आउ सेथि पई ओडिशा सरकार आम राज्य रे आज
ये जो मिड डे मिल को आमे यह को केवल अष्टम श्रेणी पर्यंत सीमित न रखी नवम दशम श्रेणी अर्थात दशम श्रेणी पर्यंत मध्याह्न भोजन को संप्रसारित करवा एवं ताहा सहित गोटिए अधिक गोटिए दिन में अधिक अंडा गोटिए दबा एवं 3 दिन में पुष्टिकर लडू दबा ये व्यवस्था मध्य जो पुष्टिकर खाद्य अच्छी ताकू संप्रसारित करवा ये कार्यक्रम आम सरकार आसिला परे ताकू वृद्धि करिसंती एवं सेही भली भाबरे जदि आमे ड्रॉप आउट हार को देखिबा एवं कौ वर्गर लोक माने कौ वर्गर छात्र छात्री माने अधिक ड्रॉप आउट होउछंती ताहले हिसाब रे रिपोर्ट रे आसीची जे विशेष करिकी आम ओडिसा रे जेहेतु 24% रु अधिक जनजाति अनुसूचित जनजाति वर्गर छात्र छात्री माने से ड्रॉप आउट होउछंती ये रिपोर्ट आसिला परे तांको उपरे प्राधान्य प्रथमे दिया जाइछि एवं सेथि पई ड्रॉप आउट हार बा रेट को कम करबा पई आमे माधव सिंह हाथ खर्च योजना आज कार्यकारी करूछु आउ एहा करबा द्वारा पाखापाखि 3 लाख रु अधिक छात्र छात्री एथिरे उपकृत हेबा एवं धीरे धीरे ड्रॉप आउट हार खसी जिबा ये प्रकार गोटे बड़ कार्यक्रम आम सरकार आज हाथ को नहीं छंती। द्वितीय आह्वानटी है गुणात्मक शिक्षा प्रदान ये जो गुणात्मक शिक्षा प्रदान या किभली भाव में कार्यकारी करा जाई पारिबो अतीत रे अनेक जगार आम गुणात्मक शिक्षा प्रदान करिवारे हुए तो कौन सी ना कौन सी जगार टिकिए झुंटे ही पड़ी एवं सेथिरे शिक्षक नियुक्ति न हवा एवं भित्तिभूमि को गुरुत्व न दबा एभली एक परिस्थिति नकारात्मक परिस्थिति मझे आसिला जोथि कि गोटे गोटे विद्यालय रे जड़े शिक्षक रे स्कूल चलिबा आउ गोटे गोटे विद्यालय रे जड़े भी शिक्षक नथिबो आउ से विद्यालय चलिबो अर्थात जी शिक्षक नुह जी ड्रॉप आउट पाई जी शिक्षा रे केमिति पिला माने स्कूल को आसीबे ड्रॉप आउट होउथबा पिला माने तांको पाई से कॉन्ट्रैक्चुअल टीचर बा एसएस टीचर हुंतु सेई मानकर स्तर रे काम करूथबा शिक्षकंकर द्वारा से विद्यालय को छाड़ी देथिबा कारण से विद्यालय प्रकृत रे जणे भी शिक्षक नथिले ये गत सरकार समय ये निच्छुक छवि मु निजे देखिछि विधायक हिसाब रे भी एवं जड़े शिक्षक हिसाब रे मध्य एनु निश्चित भाव रे एतिरे गुणात्मक शिक्षा कथा जिते बळे आमे आलोचना करूछंती प्रथम रे तो शिक्षक दरकार एवं परवर्ती पर्याय रे तार भित्तिभूमि दरकार एवं आमे सेथिरे जो प्रथम आह्वानटी जोड़िले सेथिरे आमे पिला ड्रॉप आउट केमती न हबो सेति पई पुष्टिकर खाद्यर व्यवस्था करिबा पिला को केमती ड्रॉप आउट नहीं स्कूल को आनिबा ये कथा जदि आमे देखिबा आज दिन रे गोटे परिवर्तन हेछि केंद्र रे यशस्वी प्रधानमंत्री नरेंद्र मोदी जी देशर नेतृत्व नेला परे प्रधानमंत्री हिसाब रे देशर दायित्व नेला परे शिक्षार व्यापक भाव में परिवर्तन होगापी जाऊँगी एवं एनईपी 2020 आज लागू होईछि दुर्भाग्यर कथा ओडिशा रे आज एनईपी 2020 कहउछंती 2020 रे ये कार्यकारी करा जाइछि किंतु ओडिशा रे एबे लागू हैला अर्थात 5 वर्ष पर आम ओडिशा रे आज आमे लागू करिसंती आम पिला माने 5 वर्ष पछरे अछंती आउ आम छात्र छात्री मानकु गत सरकार वंचित करथिले ये कथा को आम गभीरतार सहित नेबा आवश्यकता अछि एथिरे राजनीति करिवार आवश्यकता बिल्कुल नहीं शिक्षा क्षेत्र रे नियुक्ति रे भित्तिभूमि रे एनु आज सेथि पई माननीय प्रधानमंत्री
यशस्वी प्रधानमंत्री नरेंद्र मोदी जी मार्गदर्शन रे शिक्षार जो व्यापक भाव में एक वैप्लविक परिवर्तन आनिबा एवं जातीय कार्यक्रम जातीय पाठ्यक्रम ढांचा बा एनसीएफ आज कार्यकारी करा जायछि एवं सेही आधार रे राज्य रे मध्य स्टेट करिकुलम फ्रेमवर्क बा राज्य पाठ्यक्रम ढांचा मध्य आज आमे आरंभ करूछु। आ एई ढांचा आम पिला मानकर जो आवश्यकता ओडिशार सभ्यता और सांस्कृतिक मूल्यबोध इतिहास ऐतिह्य परंपरा एवं आमर मातृभाषा एवं भविष्यतर आवश्यकता को ध्यान में रखी आज शिक्षार व्यवस्था केमिति हेब से आधार रे आज ताकू आमे प्रचलन करिया पय जाउछंती। यह निश्चित भाव में आगामी दिन में शिक्षा क्षेत्र में एक ऐतिहासिक हेब एवं आम पिला मानकु समानकु स्वतंत्रता प्रदान करिवो एवं शिक्षा क्षेत्र में एक सुनिश्चितता आनिबो जोउतरे शिक्षार्थी माने अधिक सृजनशील एवं स्वावलंबी हेबे। आदिवासी छात्र छात्री किभली भाव में अर्थात जड़े आदिवासी से ता जदि आदिवासी भाषा रे ता घरे ता परिवार रे ता गाँव रे जदि सी भाषार आदान प्रदान करुछि ताहले सेईटा ही तार प्रथम मातृभाषा आ सेई मातृभाषा रे से केमती ताकू शिक्षा प्रदान करा जाई परिबो सेथिपाई ये जातीय शिक्षा नीति 2020 रे एथिरे स्वतंत्रता दिया जाइछि। आउ एही क्रम रे प्रथम थर करी ओडिशा रे जो गोटी आदिवासी जातिर भाषा अच्छी सेटा हला सांताली जातिर भाषा ऑल चिकी तार स्क्रिप्ट अच्छी साहित्य अच्छी लिटरेचर अच्छी ताहार संस्कृति अच्छी आउ से भाषा रे पाठ्यपुस्तक छपा कार्यक्रम चली एवं सांताली भाषा रे शिक्षा प्रदान करने व्यापक भाव में प्रस्तुति चली आगामी दिन में पाठ पढ़ा जीव सांताली भाषा रे। बाकी अन्य जो भाषा गुड़िक अच्छी तांकर स्क्रिप्ट आज नहीं किंबा जो जातिर स्क्रिप्ट आज सामना को किसी शुणा जाऊँगी आसुची बोली जो दिन केंद्र सरकार ताकू मान्यता देदेवे से ही भाषा रे धीरे धीरे मध्य तांकू से स्क्रिप्ट आधार रे से ही भाषार से ही जातिर से ही पिला मानकू पाठ पढ़ाइबार व्यवस्था आज नूतन जातीय शिक्षा नीति ए पद्धति रे आगु को बढ़िबा पई ये गोटे नया प्रयास चली। आज होची पवित्र गुरु दिवस सेप्टेम्बर मास 5 तारिख ठीक गत वर्ष सेप्टेम्बर मास 5 तारिख रे आम सरकार आसीबार प्रथम गुरु दिवस आम सरकार पालन करले एवं व्यापक भाव में कार्यक्रम करा जाइथिला एवं आमर जातीय शिक्षा नीति 2020 आरंभ करा जिबा परिप्रेक्षी रे आमे एक मिशन आरंभ करिथिलु ताहा होची निपुण ओडिशा मिशन। ये निपुण ओडिशा मिशन आरंभ करिथिलु एही मिशन तार कार्यक्रम रे आज गोटे वर्ष आज पूरण करुछि। निश्चित भाव में आमर ये विभागर समस्त अधिकारी माने यह को कार्यकारी करैबा पाई सेमाने ये मिशन पाई किभली भाव में पिला माने गपरे गीतरे खेलरे एवं विभिन्न शिक्षण कार्यक्रम माध्यम रे पिला मानकर भाषा संपर्कित दक्षतार विकास काम करा जाई पारिबो ताहा उपरे आज फोकस बा केंद्रित आज करि पारिछंती। एनु निपुण ओडिशा अधीन रे आम राज्य स्तर एक पठन अभियान आज आमे एठी शुभारंभ करिछु। पढ़िबा गढ़िबा ओडिशा एक नूतन पठन अभियान पढ़िबा गढ़िबा ओडिशा मध्य आज ताकू आमे नुआ आरंभ करिया पई जाउछंती। सेही भली भाव में आमे ताकू समस्ते आम समस्तंकर मिलित प्रयास रे एहा आगको बढ़िबो आ निश्चित भाव में आम पिला मानकर भविष्य को आमे स्वतंत्रता देबा पई सुनिश्चित करि परिबा। आ एहा माध्यम रे शिक्षार्थी मध्य नियमित एवं स्वाधीन पठन अभ्यास को प्रोत्साहित करा जाई परिबो।
ସେଥିରେ ପିଲାମାନଙ୍କୁ ଆମେ ବହୁତ ସମୟରେ ସରଳ କାହାଣୀ କହିଥାଉ ଏବଂ କିଭଳି ଭାବରେ ତାକୁ ସରଳ କାହାଣୀ ମାଧ୍ୟମରେ ତାକୁ ପଠନ କରିବାର କାର୍ଯ୍ୟକ୍ରମ ଏବଂ ବୋଧଗମ୍ୟତାକୁ ବିକଶିତ କେମିତି କରାଯିବ ତା ଉପରେ ଆମେ ଫୋକସ୍ କରୁଛନ୍ତି। ଏଥିସହିତ ବିଦ୍ୟାଳୟଗୁଡ଼ିକୁ କିଭଳି ଭାବରେ ସୁନ୍ଦର କରାଯାଇପାରିବ, ଆକର୍ଷଣୀୟ କରାଯାଇପାରିବ, ତାହାର ବିକଶିତ ମଧ୍ୟ ଆମ ସରକାର କରିବା ପାଇଁ ଯାଉଛନ୍ତି। ଏଠି ଆପଣମାନେ ଜାଣିଛନ୍ତି ମୁଁ ଆପଣମାନଙ୍କର ଭଳି ଜଣେ ଶିକ୍ଷକ ଥିଲି ଏବଂ ସରକାରୀ ବିଦ୍ୟାଳୟରେ ନୁହଁ ଏକ ବେସରକାରୀ ବିଦ୍ୟାଳୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମୁଁ ଆଚାର୍ଯ୍ୟ ହିସାବରେ ଗୁରୁଜୀ ହିସାବରେ କିଛି ଦିନ କାମ କରିବାର ସୁଯୋଗ ଆଉ ସେ ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଥିଲା। 3.5 ବର୍ଷ ପର୍ଯ୍ୟନ୍ତ ଶିକ୍ଷକ ହିସାବରେ କାମ କରିବାର ଯେଉଁ ସୁଯୋଗ ମିଳିଥିଲା ଏବଂ ଏଭଳି ଏକ ମନୋଜ୍ଞ ପରିବେଶ ସେ ବିଦ୍ୟାଳୟରେ ଥିଲା ବା ଅଛି ଆଜି ବି। ଆଉ ବାସ୍ତବିକ ମୁଁ ମଧ୍ୟ ସେ ଶିକ୍ଷାଦାନ କ୍ଷେତ୍ରରେ ଜଣେ ଶିକ୍ଷକ ହିସାବରେ, ଜଣେ ଗୁରୁଜୀ ହିସାବରେ, ଜଣେ ଆଚାର୍ଯ୍ୟ ହିସାବରେ ମୁଁ ସେଠି 3.5 ବର୍ଷ ପିଲାମାନଙ୍କୁ ପାଠ ପଢ଼େଇଥିଲି। ସେଠିକାର ଶୈକ୍ଷିକ ପରିବେଶ, ଛାତ୍ର ଗୁରୁ ଭିତରେ ସମ୍ପର୍କ ଏବଂ ଆମ ରାଜ୍ୟ ସରକାରଙ୍କର ପାଠ୍ୟ ଖସଡ଼ା ସହିତ ସେଠି ଆହୁରି ଅନେକ ଶିକ୍ଷାରେ ଯୋଗ ବିଷୟ ଅଧିକ ଯୋଗ କରାଯାଇଥିଲା। ନୈତିକ ଶିକ୍ଷା, ସାଧାରଣ ଜ୍ଞାନ ଏବଂ ଆହୁରି ଅନେକ ସଂସ୍କୃତ ଶିକ୍ଷା ଯେଉଁଟାକି ନଥିଲା ସାଧାରଣତଃ ଭାବରେ ଆମ ବିଦ୍ୟାଳୟମାନଙ୍କରେ ଆଗରୁ। ଏ ପ୍ରକାରର ବ୍ୟବସ୍ଥା ଭିତରେ ଗୋଟିଏ ମନୋଜ୍ଞ ପରିବେଶ ଭିତରେ ଆମ ପିଲାମାନେ କିଭଳି ଭାବରେ ଭଲ କରିବେ, ଭଲ ଛାତ୍ର ବାହାରିବେ, ଚରିତ୍ର ଗଠନ ତାଙ୍କର ନିର୍ମାଣ ହେବ, ଏ ସମସ୍ତ କଥାକୁ ଗୁରୁତ୍ୱ ଦିଆଯାଉଥିଲା। ଏବଂ ସେଇ ଆଧାରରେ ଯେତେବେଳେ ମୁଁ ଦେଖିଲି ଶିଶୁ ମନ୍ଦିର ଏତେ ସୁନ୍ଦର ପରିବେଶ ତିଆରି ହେଇଛି, କିନ୍ତୁ ଆମ ସରକାରୀ ବିଦ୍ୟାଳୟରେ କାହିଁକି ନୁହଁ, କାହିଁକି ହେଇପାରିବ ନାହିଁ, ଇଏ କଥାକୁ ମନ ଭିତରେ ମୋର ଅନେକ ପ୍ରଶ୍ନ ମୋ ପାଖରେ ଅସମାହିତ ପ୍ରଶ୍ନ ଉଙ୍କି ମାରିଥିଲା। ଏବଂ ବିଧାୟକ ହେଲା ପରେ ମୋ ମନରେ ସେଇ ଯେଉଁ ସମସ୍ୟା ଲାଗି ରହିଥିଲା ତାକୁ ଆଧାର କରି କିଭଳି ଭାବରେ ଅନ୍ତତଃ ପକ୍ଷେ ମୋ ବିଧାନସଭାରେ ନହେଲେ ମୋ ଜିଲ୍ଲାରେ କେମିତି ଏଭଳି ଏକ ମନୋଜ୍ଞ ପରିବେଶ ଭିତରେ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନ ଶିକ୍ଷା ସହିତ ଗୋଟିଏ ଆଦର୍ଶ ବିଦ୍ୟାଳୟ କିଭଳି ଭାବରେ ପ୍ରତିଷ୍ଠା ହେଇପାରିବ, କରାଯାଇପାରିବ, ଇଏ ଅସମାହିତ ପ୍ରଶ୍ନକୁ ନେଇ ମୁଁ ବିଧାନସଭା ବାହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କର ପାଖରେ, ଜିଲ୍ଲାପାଳଙ୍କ ନିକଟରେ ଅନେକ ସମୟରେ ମୁଁ ଚିଠି ଦେଇଥିଲି, ପ୍ରସ୍ତାବ ଦେଇଥିଲି, ଆଲୋଚନା କରିଥିଲି ଯେ ଏକ ଗୁଣାତ୍ମକ ମାନର ଆଦର୍ଶ ପ୍ରାଥମିକ ସ୍ତରରେ ଶିକ୍ଷାକୁ କିଭଳି ଭାବରେ ସୁନିଶ୍ଚିତ କରାଯାଇପାରିବ। ଯଦିଓ ସେଦିନ ମୋ କଥାକୁ ପୂର୍ବ ସରକାର ଗ୍ରହଣ କରିନଥିଲେ, ଗୁରୁତ୍ୱ ଦେଇନଥିଲେ, ମୁଁ ବହୁତ ଚିନ୍ତିତ ବି ଥିଲି, କିନ୍ତୁ ମୁଁ ହତୋତ୍ସାହ ହୋଇନଥିଲି ଏବଂ ଭାଙ୍ଗି ପଡ଼ିନଥିଲି। ମୋର ସଂଘର୍ଷକୁ ମୁଁ ଜାରି ରଖିଥିଲି। ସମୟ ବଦଳିଲା ଆଉ ମୋତେ ନିଜେ ଓଡ଼ିଶାର ଜନସାଧାରଣ ମୋତେ ସେ ଦାୟିତ୍ୱ ଦେଲେ ଯେ ଆପଣ ନିଜେ ଦାୟିତ୍ୱ ନିଅନ୍ତୁ। ମହାପ୍ରଭୁ ଜଗନ୍ନାଥ ମୋତେ ଆଶୀର୍ବାଦ କରିଲେ ଏବଂ ଦାୟିତ୍ୱ ଦେଲେ ଆପଣ ନିଜେ ଏଭଳି ଏକ ଶିକ୍ଷାର ମନୋଜ୍ଞ ପରିବେଶ ସହିତ ନୂତନ ଶିକ୍ଷା ପଦ୍ଧତି ଭିତରେ ଏକ ଆଦର୍ଶ, ଏକ ମଡେଲ ହିସାବରେ ଶିକ୍ଷାର ବ୍ୟବସ୍ଥାକୁ ତିଆରି କରନ୍ତୁ। ଆଉ ମୋର ଆଜି ପରମ ସୌଭାଗ୍ୟ ଯେ ଆଜି ଆପଣମାନଙ୍କର ସମସ୍ତଙ୍କର ସଦିଚ୍ଛା ଏବଂ ମାନନୀୟ ମୋଦିଜୀଙ୍କର ଦିଗ୍ଦର୍ଶନରେ ଆଜି ମୋତେ ରାଜ୍ୟର ସେଇ ସେବା କରିବା ପାଇଁ, ଏ ଶିକ୍ଷାର ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଆଜି ସ୍ୱତନ୍ତ୍ରତା, ଆଜି ଦାୟିତ୍ୱ ମୋତେ ଦିଆଯାଇଛି। ଆଉ ଆଜି ମୁଁ ମଧ୍ୟ ତାହାର କିଭଳି ଭାବରେ ଭରପୁର ଉପଯୋଗ କରାଯାଇପାରିବ, ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ଏକ
ଐତିହାସିକ ବୈପ୍ଳବିକ ଏକ ପରିବର୍ତ୍ତନ ଅଣାଯାଇପାରିବ। ଆଉ ସେଥିପାଇଁ ଆମ ସରକାର ଆଜି କାର୍ଯ୍ୟରତ। ଏଠି ଆମର ଶିକ୍ଷାମନ୍ତ୍ରୀ କହୁଥିଲେ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆଜି ଆମ ସରକାର ହାତକୁ ନେଇଛନ୍ତି। ଯେଉଁ କଥା ମୁଁ କହୁଥିଲି ଏକ ଆଦର୍ଶ ବା ମଡେଲ ହିସାବରେ ଆମେ ତିଆରି କରିବା। ପ୍ରଥମେ ପ୍ରତି ପଞ୍ଚାୟତ ସ୍ତରରେ କେମିତି ଗୋଟିଏ ଗୋଟିଏ ବିଦ୍ୟାଳୟ ପ୍ରତିଷ୍ଠା କରିବା। ସେଥିରେ ଯେମିତି ଆପଣଙ୍କର ପ୍ରତି ବ୍ଲକରେ ଗୋଟିଏ ଗୋଟିଏ ଗତ ସରକାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି, କିନ୍ତୁ ସେଇଟା CBSE ପାଟର୍ଣ୍ଣରେ। ଆମେ ଆମ ଓଡ଼ିଶା ସରକାରଙ୍କର ବା ଜାତୀୟ ଶିକ୍ଷାନୀତି ଆଧାରରେ ହିଁ ଏକ ମଡେଲ ସ୍କୁଲକୁ ଆମେ ଛିଡ଼ା କରିବା ପାଇଁ ପଡ଼ିବ। ଆଉ ସେଇ ଦୃଷ୍ଟିକୋଣରୁ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ପରିକଳ୍ପନା 2019 ମସିହାରୁ ଯେତେବେଳେ ମୁଁ ଏହା ଉପରେ କେନ୍ଦ୍ରିତ କରି ସରକାରଙ୍କର ଉପରେ ଦାବି କରି ଆସୁଥିଲି, ଆଉ ତାହା ନିଶ୍ଚିତ ଭାବରେ ଏକ ସ୍ୱତନ୍ତ୍ରତା ପାଇବ। ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ତା ଭିତରେ ପଶିବ, ଆଦର୍ଶତା ରହିବ। ଯେଭଳି ଭାବରେ ସେହି ପୁରାତନ ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା ଯେଉଁଠି, ଆଉ ସେଇଟା ହେଉଛି ସତ୍ୟବାଦୀ ବନବିଦ୍ୟାଳୟରେ ଯେଉଁଠି ପଞ୍ଚସଖା, ସେହି ସତ୍ୟବାଦୀ ବନବିଦ୍ୟାଳୟରେ ଏକ ଆଦର୍ଶ ଶିକ୍ଷାର ପରିବେଶ ଏବଂ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ପିଲାମାନଙ୍କୁ କିଭଳି ଭାବରେ ଆଦର୍ଶ ଭାବରେ ଶିକ୍ଷା ପରିବେଶ ସୃଷ୍ଟି କରିକିରି ତାଙ୍କୁ ଶିକ୍ଷାଦାନ ପ୍ରଦାନ କରାଇବେ, ଆଉ ଏହାଦ୍ୱାରା ପିଲାମାନେ କିଭଳି ଭାବରେ ଏକ ମଡେଲ ହିସାବରେ ବାହାରିବେ ଏବଂ ଗୋଟିଏ ବ୍ୟାପକ ଭାବରେ ଶିକ୍ଷାର ପରିବର୍ତ୍ତନ ଆଗାମୀ ଦିନରେ କରାଯାଇପାରିବ। ଆଜି ଇଏ ଗୋଦାବରୀ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଇଏ ଆରମ୍ଭ ହୋଇଯାଇଛି। ଏଥିରେ କେଉଁ ବିଦ୍ୟାଳୟରେ କେବେଠାରୁ ଆରମ୍ଭ କରାଯିବ ତାର ସ୍ୱତନ୍ତ୍ରତା ଆମ ବିଭାଗ ତାକୁ ଦେଖୁଛନ୍ତି। ପ୍ରଥମ ପର୍ଯ୍ୟାୟରେ 835ଟି ବିଦ୍ୟାଳୟ ନିର୍ମାଣ କରାଯିବ ଏବଂ ତାର କିଛି କ୍ରାଇଟେରିଆ ଅଛି। ସେ କ୍ରାଇଟେରିଆ ଆଧାରରେ ଏବଂ ପ୍ରାୟତଃ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଏ କାର୍ଯ୍ୟକ୍ରମକୁ ଆମେ ହାତକୁ ନେଉଛୁ। ମଡେଲ 1, ମଡେଲ 2 ଏଇଭଳି ଭାବରେ କାର୍ଯ୍ୟକ୍ରମ କରାଯିବ ଏବଂ ସେଥିରେ ପାଖାପାଖି ପ୍ରାୟ ପ୍ରତ୍ୟେକ ବିଦ୍ୟାଳୟରେ 5 କୋଟିରୁ 7 କୋଟି ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଖର୍ଚ୍ଚ କରାଯିବ। ଗୋଟିଏ ହେଉଛି ତାହାର ଭିତ୍ତିଭୂମି, ଗୋଟିଏ ପାର୍ଟ, ଆଉ ଗୋଟିଏ ପାର୍ଟ ହେଉଛି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା। କ'ଣ ପଦକ୍ଷେପ ନିଆଯିବ, କ'ଣ କଲେ ଆମ ବିଦ୍ୟାଳୟରେ ଆଦର୍ଶତା ରହିପାରିବ, ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରିବ, ଏହାକୁ ଗୁରୁତ୍ୱ ଆରୋପ କରିବା ସହିତ ଶୈଶବ ଶିକ୍ଷାକୁ କିଭଳି ଭାବରେ ସୁଦୃଢ଼ କରାଯାଇପାରିବ, ଯାହା କେନ୍ଦ୍ର ଶିକ୍ଷାନୀତି ଆଧାରରେ ତାକୁ ଆଡପ୍ଟ କରାଯାଇଛି। ସେଥିପାଇଁ ଆମ ଓଡ଼ିଶା ସ୍ତରରେ ଆମେ ପ୍ରାକ୍ ପ୍ରାଥମିକ ଶିକ୍ଷାକୁ ଏକ ଶିଶୁ ବାଟିକା ନାମ ଦେଇଛୁ। ଏ ଶିଶୁ ବାଟିକା ତାର ଆରମ୍ଭ ହୋଇଛି। ଶିଶୁ ବାଟିକାରେ ପ୍ରଥମରୁ ହିଁ ଛୋଟ ବେଳୁ ପିଲାମାନଙ୍କୁ ଉତ୍ତମ ପରିବେଶ ସହିତ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଆମେ ଏ କାର୍ଯ୍ୟକ୍ରମ ଆଜି ହାତକୁ ନେଉଛନ୍ତି। ଆଉ ସେଥିପାଇଁ ପ୍ରାୟ ରାଜ୍ୟରେ 45,000 ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଇଏ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। 5ରୁ 6 ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍ ପ୍ରାଥମିକ ଶିକ୍ଷା ଏଥିରେ ପ୍ରଦାନ କରାଯାଉଛି। ଆଉ ସେଥିରେ ମଧ୍ୟ ଆମେ ପିଲାମାନଙ୍କୁ ଯତ୍ନ ନେବା, ତାଙ୍କୁ ସହାୟତା ଦେବା ପାଇଁ ଶିଶୁ ସେବିକାଙ୍କୁ ମଧ୍ୟ ନିଯୁକ୍ତି ଦେବା ପାଇଁ ଯାଉଛୁ। ଏହାଦ୍ୱାରା ସେଠି ଶିଶୁ ସେବିକା ହିସାବରେ ଜଣେ ମହିଳା ନିଯୁକ୍ତି ବି ହେବେ ଏବଂ ତାଙ୍କର ସେବା ପ୍ରଦାନ କରିବେ। ଆସ ସ୍କୁଲ ଯିବା, ଏ ଯେଉଁ ଅଭିଯାନ ଆସ ସ୍କୁଲ ଯିବା, ଏ ଅଭିଯାନ ଅଧୀନରେ ମଧ୍ୟ ଏ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ଆରମ୍ଭରୁ 18 ବର୍ଷ ପର୍ଯ୍ୟନ୍ତ ଯେଉଁ ବୟସର ପିଲାମାନେ ଡ୍ରପ୍ ଆଉଟ୍ ହେଉଛନ୍ତି, ସେମାନଙ୍କର ପାଠପଢ଼ାର ଉନ୍ନତି ହେଉନାହିଁ। ଆଉ ସେଥିପାଇଁ ଯେଉଁ ପରିବାରରେ 18 ବର୍ଷ ବୟସ ପର୍ଯ୍ୟନ୍ତର ଯେଉଁଠି ପିଲାମାନେ ଅଛନ୍ତି ତାଙ୍କ ଘରକୁ ଘର ସର୍ଭେ କରାଯାଉଛି। ସ୍କୁଲ ଯାଉନଥିବା ପିଲାମାନଙ୍କୁ ଚିହ୍ନଟ କରିବା, ସେମାନଙ୍କର ପାଠ ଛାଡ଼ିବାର କାରଣ କ'ଣ ପଚାରି ବୁଝିବା, ସ୍ୱତନ୍ତ୍ର ପାଠ ଛାଡ଼ିବାର କାରଣ ଏବଂ ସ୍ୱତନ୍ତ୍ର ଆବଶ୍ୟକତା ପିଲାମାନଙ୍କ ଉପରେ
କେଉଁ ପରିସ୍ଥିତି ଦେଇକରି ଯାଇଛି ତାହାର ସ୍ଥିତି ମୂଲ୍ୟାଙ୍କନ କରିବା, ଇଏ ସମସ୍ତ କଥାକୁ ଗୁରୁତ୍ୱର ସହ ଆଜି ଆମ ସରକାର ନେଇଛନ୍ତି ଏବଂ ଗତ 5 ବର୍ଷ ମଧ୍ୟରେ ଶିକ୍ଷାର ବ୍ୟବସ୍ଥାରେ ପ୍ରବେଶ କରିବାର ଆଶା କରାଯାଉଥିବା ଯେଉଁ ପିଲାମାନଙ୍କୁ ତା ଭିତରେ ତାଙ୍କର ସଂଖ୍ୟା ଆକଳନ କରିବା ଏବଂ ଏହି ଅଭିଯାନର ଯେଉଁ ଉଦ୍ଦେଶ୍ୟ ଅଛି ତାକୁ ସାକାର କରିବା ପାଇଁ ଆଗାମୀ ଦିନରେ କାର୍ଯ୍ୟକ୍ରମ ମଧ୍ୟ ଏ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ କାର୍ଯ୍ୟକାରୀ କରିବା ପାଇଁ ପଡ଼ିବ। ଆଉ ସେଥିପାଇଁ ଏ କାମ ମଧ୍ୟ ଆମ ସ୍କୁଲ ଯିବା ଏ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ରତା ଦିଆଯାଇଛି। ଶିକ୍ଷାର ଏକ ଅନୁକୂଳ ବାତାବରଣ ଏବଂ ପରିବେଶ ସୃଷ୍ଟି କରିବା ଆଉ ସେ ଆଧାରରେ ବିକଶିତ ଓଡ଼ିଶାକୁ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଆମେ ଆଜି ଶିକ୍ଷା କ୍ଷେତ୍ରରେ ମଧ୍ୟ ଡିଜିଟାଲ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଶିକ୍ଷା ପ୍ରଦାନ ତାକୁ ପ୍ରଚଳନ କରିବା ପାଇଁ ଆଜି ଆମ ସରକାର ମଧ୍ୟ ନିଷ୍ପତ୍ତି ନେବା ପାଇଁ ଯାଉଛନ୍ତି। ଜାତୀୟ ଶିକ୍ଷାନୀତି ଅନୁଯାୟୀ ଭାଷା ପ୍ରଚଳନ ଭଳି ଅନେକ ଆଧୁନିକ ପଦ୍ଧତିରେ ଶିକ୍ଷା ପ୍ରଦାନ କରେଇବା, ଏହା ହେଉଛି ଆମର ମୂଳ ଉଦ୍ଦେଶ୍ୟ। ଇଏ ସମସ୍ତ କଥାକୁ ଗୁରୁତ୍ୱର ସହିତ ବିଚାରକୁ ନେଇ ଆମ ସରକାର ଅର୍ଥାତ୍ ଲୋକଙ୍କର ସରକାର ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ତାର ବିକାଶ କେମିତି ହୋଇପାରିବ ଆଉ ସେଥିପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଆଉ ସେଇଥିପାଇଁ ଚଳିତ ବର୍ଷ ବଜେଟରେ ଯାହା ମାନ୍ୟବର ଶିକ୍ଷାମନ୍ତ୍ରୀ କହୁଥିଲେ ଯେ ଆମେ ରେକର୍ଡ ପରିମାଣରେ ବଜେଟରେ ବ୍ୟବସ୍ଥା କରିଛୁ ଆଉ ଗତ ବର୍ଷର ବଜେଟ ଯାହା ଥିଲା ତାଠାରୁ 18% ବୃଦ୍ଧି ଆଉ ଇଏ ମଧ୍ୟ ଆମ ସବୁ ବିଭାଗର ଯେଉଁ ବଜେଟ ଅଛି ତାଠାରୁ ସର୍ବାଧିକ ଏବଂ 31,000 କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ କରାଯାଇଛି ଏ ଶିକ୍ଷା ବ୍ୟବସ୍ଥାରେ ସ୍ୱତନ୍ତ୍ରତା ଆମେ ଦେବା ଦ୍ୱାରା। ଇଏ ଖାଲି ଓଡ଼ିଶାରେ ନୁହଁ, ବଜେଟ ଅନୁପାତରେ ଦେଶରେ ପ୍ରଥମ 5 ଗୋଟି ରାଜ୍ୟ ଭିତରେ ମଧ୍ୟ ଆମର ସ୍ୱତନ୍ତ୍ରତା ଅଛି। ଆଉ ସେ ଆଧାରରେ ଆମେ ଆଜି ବହୁତ ସ୍ୱତନ୍ତ୍ରତା ଦେଇଛୁ ଆମ ପ୍ରାଥମିକ ଶିକ୍ଷାକୁ। ଆଉ ଏଥିରୁ ହିଁ ଆପଣମାନେ ଜାଣିପାରୁଥିବେ ଯେ ଶିକ୍ଷା ପ୍ରତି କିଭଳି ଭାବରେ ଆମ ସରକାର ଆଜି ଗୁରୁତ୍ୱ ଦେଉଛନ୍ତି। ଆପଣମାନେ ଜାଣିଥିବେ ଆଜି ହେଲା 5 ତାରିଖ, ଗୋଟିଏ ଦିନ ପୂର୍ବରୁ ଥିଲା 3 ତାରିଖ। 3 ତାରିଖରେ ଜିଏସଟି କାଉନସିଲର 56ତମ ବୈଠକ ଅନୁଷ୍ଠିତ ହୋଇଥିଲା। ମୋର ବି ସୌଭାଗ୍ୟ ଥିଲା ଯେ ସେ ଜିଏସଟି କାଉନସିଲ ବୈଠକରେ ମୁଁ ଉପସ୍ଥିତ ଥିଲି। ମୁଖ୍ୟମନ୍ତ୍ରୀ ହିସାବରେ ନୁହଁ, ଅର୍ଥମନ୍ତ୍ରୀ ହିସାବରେ। ଏଣୁ ମୁଁ ସେଠି ଏ ବୈଠକରେ 11ଟାରୁ ବୈଠକ ଆରମ୍ଭ ହୋଇଥିଲା ଦିଲ୍ଲୀରେ। ରାତି 9:30 ବେଳେ ବୈଠକ ସରିଲା। ନିରନ୍ତର ଭାବରେ 10.5 ଘଣ୍ଟା ବୈଠକ ସେଠି ଅନୁଷ୍ଠିତ ହେଲା ଏବଂ ଏଥିରେ ବିଭିନ୍ନ ଦ୍ରବ୍ୟ ଓ ସେବା ଉପରେ କିଭଳି ଭାବରେ ଅର୍ଥାତ୍ ଜିଏସଟି ଉପରେ ଆପଣ ଶସ୍ତା କେମିତି ହେବା ଆଉ ସେ ଉପରେ ଆଲୋଚନା ଚାଲିଥିଲା ଏବଂ ତା ଉପରେ ମଧ୍ୟ ଶିକ୍ଷା କ୍ଷେତ୍ରରେ ବହୁତ ବଡ଼ ଗୋଟିଏ ଆଜି ଇଏ କ୍ଷେତ୍ରର ଉପଯୋଗ ହେଉଥିବା ଯେଉଁ ସମସ୍ତ ଉପକରଣ ଗୁଡ଼ିକ ଶିକ୍ଷା କ୍ଷେତ୍ରରେ ଆପଣମାନଙ୍କ କ୍ଷେତ୍ରରେ ତାକୁ ସମ୍ପୂର୍ଣ୍ଣ ଆଜି କରମୁକ୍ତ କରାଯାଇପାରିଛି। ଇଏ ଜିଏସଟିରେ ତାହା ହେଇଛି ଆଉ ଏହାଦ୍ୱାରା ଆମ ଇଏ ବିଭାଗରେ ଆହୁରି ସହଜରେ ଆମେ ତାକୁ ଆମ ବିଦ୍ୟାର୍ଥୀମାନେ ଉପକୃତ ହୋଇପାରିବେ। ସେଥିରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ପ୍ରତି ଅଗଣିତ ବିଦ୍ୟାର୍ଥୀ ଏ ସମସ୍ତଙ୍କ ପ୍ରତି ଆପଣମାନଙ୍କର ପ୍ରତି ଇଏ ଗୋଟିଏ ଉପହାର। ଏଥିରେ ନିଶ୍ଚିତ ଭାବରେ ଆମ ପରିବାରରେ ପିଲାମାନଙ୍କ ଭିତରେ ଅର୍ଥ ସଞ୍ଚୟ ନିଶ୍ଚିତ ଭାବରେ ହେବ। ଅର୍ଥ ସଞ୍ଚୟ ହେଲେ ଆମେ ସେ ଅର୍ଥରେ ଆମେ ନିଶ୍ଚିତ ଭାବରେ ଅନେକ କିଛି ଆହୁରି ନୂଆ କାର୍ଯ୍ୟକ୍ରମ କରିପାରିବା। ସେଥିପାଇଁ ମାନନୀୟ ମୋଦିଜୀଙ୍କୁ ମୁଁ ଆଜି ଆଉ ଥରେ ଧନ୍ୟବାଦ ଜ୍ଞାପନ କରୁଛି। ସବୁଠାରୁ ବଡ଼ କଥା ହେଲା ଶିକ୍ଷା କ୍ଷେତ୍ରରେ ସବୁଠାରୁ ବଡ଼ କଥା ହେଉଛି ଯେ ସେଟା ହେଉଛି ଶିକ୍ଷକ। ଶିକ୍ଷକ ମାନେ ହେଉଛନ୍ତି ଆମ ଶିକ୍ଷା କ୍ଷେତ୍ରର ମେରୁଦଣ୍ଡ। ଏଣୁ ଆମ ସରକାର ସେ ଶିକ୍ଷକ ମାନଙ୍କର ସ୍ୱାର୍ଥ ତାକୁ କିଭଳି ଭାବରେ
ପୂରଣ କରାଯିବ, ତାଙ୍କର ଦାବି ପୂରଣ କରାଯାଇପାରିବ ଏବଂ କିଭଳି ଭାବରେ ଶିକ୍ଷକମାନେ ଭଲରେ ରହିବେ ଏହା ଉପରେ ଆଜି ଫୋକସ୍ କରିବା ପାଇଁ ଯାଉଛନ୍ତି। ଆଉ ସେଥିପାଇଁ ସର୍ବପ୍ରଥମେ ଯେଉଁ ଭେକେନ୍ସି ଅଛି ବା ଖାଲି ଥିବା ଶିକ୍ଷକ ପଦ ପୂରଣ କରିବା ପାଇଁ ଆଜି ଗୋଟିଏ ଆମେ ବଡ଼ ପଦକ୍ଷେପ ନେବା ପାଇଁ ଯାଉଛୁ। ସେଥିପାଇଁ ନୂତନ ଶିକ୍ଷା ଅନୁଯାୟୀ ଖାଲି ହେବାକୁ ଥିବା ପଦକୁ ବିଚାରକୁ ନେଇ ପ୍ରାଥମିକ ସ୍ତରରେ ଆଗାମୀ 3 ବର୍ଷ ମଧ୍ୟରେ ପ୍ରାୟତଃ 45,000 ଶିକ୍ଷକ ପଦବୀ ଆପଣଙ୍କର ପୂରଣ କରାଯିବ ଆଉ ତାହା ମଧ୍ୟ ରେଗୁଲାର ଭିତ୍ତିକ। ଏଥିରେ ଆଉ କଣ୍ଟ୍ରାକ୍ଚୁଆଲ ପୋଷ୍ଟିଂ ହେବେ ନାହିଁ। ରେଗୁଲାର ହିସାବରେ ପିଲାମାନେ ରେଗୁଲାର ନିଯୁକ୍ତି ମାଧ୍ୟମରେ ସେମାନେ ସ୍ୱତନ୍ତ୍ରତା ପାଇବେ ଏବଂ ଶିକ୍ଷାର ବ୍ୟବସ୍ଥାକୁ ଆହୁରି କିଭଳି ଭାବରେ ସଂସ୍କାର ଅଣାଯାଇପାରିବ ତା ଉପରେ ବିଚାର ବିମର୍ଶ ଚାଲିଛି ଏବଂ ଆଜି ଯେଉଁ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏ ଯେଉଁ ଦୁଇଟି ବୋର୍ଡ ଅଛି, ଏ ଦୁଇଟି ବୋର୍ଡ ଯେଉଁ ଅଛି ଅଲଗା ଅଲଗା ତାକୁ ମିଶାଇ ଦିଆଯାଉଛି ଏବଂ ସେଥିରେ ଗୋଟିଏ ବୋର୍ଡ କାର୍ଯ୍ୟକ୍ରମ କରିବ। ଅର୍ଥାତ୍ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ବୋର୍ଡ ଅଧୀନରେ କାମ କରିବ, ଯାହାଫଳରେ କି ଆମକୁ ଅତି ସହଜ ଆଉ ହେଇପାରିବ। ତାହାର ବ୍ୟବସ୍ଥା ଆଜି ସରକାର ଆଜି କରିବା ପାଇଁ ଯାଉଛନ୍ତି। ଏଥିରେ ଛାତ୍ର ଏବଂ ଶିକ୍ଷକର ଯାହା ବି ସମସ୍ୟା ଥିବ ତା ମାଧ୍ୟମରେ ତାହା ସମାଧାନ କରାଯାଇପାରିବ। ଏଣୁ ଏଥିରେ ନିଶ୍ଚିତ ଭାବରେ ଆଜି ଯେଉଁମାନେ ଏଠି ଉପସ୍ଥିତ ଅଛନ୍ତି ଆମ ସମସ୍ତଙ୍କର ଗୁରୁଙ୍କର ପ୍ରତି ଆଜି ମୋର ବିଶେଷ ଅନୁରୋଧ ଯେ ଜଣେ ପିଲା ତାର ପିତାମାତାଙ୍କର ଠାରେ ସିଏ ଯେତିକି ସମୟରେ ରହୁଛି ତାହାର ଶିକ୍ଷକ ଠାରେ ବା ଗୁରୁଜୀ ପାଖରେ ମଧ୍ୟ ସେତିକି ସମୟ ସେ ରହୁଛି। ଏଣୁ କିଭଳି ଭାବରେ ଆମେ ପିଲା ବାପା ମା ପାଖରେ ରହୁଛି, ଶିକ୍ଷକ ପାଖରେ ରହୁଛି ଏବଂ ଏତେ ସମୟ ଧରିକି ଯେତେବେଳେ ସେ ପିଲାଟି ଅତିବାହିତ କରୁଛି, ଯେତେବେଳେ ସ୍କୁଲକୁ ଆସୁଛି ବାପା ମା ଭରସା କରୁଛନ୍ତି ଶିକ୍ଷକଙ୍କ ଉପରେ। ଗୋଟିଏ କମଳମତୀ ପିଲାର ମନକୁ ଜାଣିବା ଏବଂ ଭରସା କରିଥିବା ବାପା ମା ଶିକ୍ଷକ ଉପରେ ଅନେକ ସମୟରେ ଶିକ୍ଷକମାନଙ୍କର ବଦଳି କରାଯାଇଥାଏ। ଯେଉଁ ଶିକ୍ଷକ ଭଲ ନାହିଁ ତାକୁ ଟ୍ରାନ୍ସଫର କରିଦେବା, ଆଉ ଯେଉଁ ଶିକ୍ଷକ ଭଲ ଅଛନ୍ତି ବୋଲି ଆମେ ଶୁଣିଲେ ତାଙ୍କୁ କଳେ ବଳେ କୌଶଳେ ପଲିଟିକାଲ ପାୱାର ଲଗେଇକିରି ପ୍ରେସର କରିକିରି ତାଙ୍କୁ ବଦଳି କରି ନିଜ ବିଦ୍ୟାଳୟକୁ ଆଣିବା, ଏମିତି ଅନେକ ଦେଖାଯାଉଛି। ଆପଣମାନେ ତାହାର ଭକ୍ତଭୋଗୀ ମଧ୍ୟ। ଆଉ ସେ ଦୃଷ୍ଟିକୋଣରୁ ଆପଣମାନଙ୍କର ପାଖରେ ଯେଉଁ ଗୁରୁଦାୟିତ୍ୱ ଦିଆଯାଇଛି ତାହା ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ଶିକ୍ଷକ ଭାବରେ ପିଲାମାନଙ୍କର ମନୋଭାବକୁ କେମିତି ଆମେ ବୁଝିବା ଏବଂ ତାର ମନୋଭାବକୁ ବୁଝିକରି ତାଙ୍କୁ କିଭଳି ଭାବରେ ଆମେ ପାଠ ପଢ଼େଇବା ଏବଂ ତାର ଭାବାବେଗ କ'ଣ ଅଛି, ସେ କ'ଣ ଚାହୁଁଛି, କ'ଣ କରିଲେ ଆମେ ଠିକ ରାସ୍ତାରେ ତାକୁ ପକାଇ ପାରିବା ଏବଂ ତାହାଦ୍ୱାରା ନିଶ୍ଚିତ ଭାବରେ ପିଲାଟି ଠିକ ରାସ୍ତାରେ ଆମେ ଥରେ ଧରେଇ ଦେଲେ ସେ ସେଇ ସ୍ତରରେ ଶିକ୍ଷକଙ୍କର କଥା ମାନିକରି ଚାଲିବ ଏବଂ ତାହାର ଗୋଟେ କେଉଁଠି ନା କେଉଁଠି ୱିକ୍ ପଏଣ୍ଟ ଥିବ ଏବଂ ଆପଣମାନଙ୍କର ସହିତ କେତେବେଳେ ନା କେତେବେଳେ ଗୋଟିଏ ଇମୋସନାଲି ଗୋଟିଏ କନେକ୍ଟ ହେବାର ଆବଶ୍ୟକତା ଅଛି। ଯଦି ଭାବପ୍ରବଣତା ସହିତ ଯଦି ଗୋଟେ ସଂଯୋଗ ହେଇଯିବ ବା ଇମୋସନାଲି କନେକ୍ଟ ହେଇଯିବ ତାହେଲେ ଆପଣ ଜାଣିଲେ ଯେ ସେ ଆପଣଙ୍କର କଥାକୁ ସବୁ ମାନିବ ଏବଂ ଭଲ ପାଠ ପଢ଼ିବ ଏବଂ ତାହା ସହିତ ମଧ୍ୟ ତାର ଚରିତ୍ର ଗଠନ କରିବାରେ ମଧ୍ୟ ଆପଣମାନଙ୍କୁ ଠିକ ରାସ୍ତାରେ ନେବା ପାଇଁ ସହଜ ହେଇଯିବ। ଏ କଥାକୁ ଷ୍ଟଡି କରିବା, ଏ କଥାକୁ ଆପଣମାନେ ଅଧ୍ୟୟନ କରିକରି ବା ତାର ଭାବାବେଗକୁ ବୁଝିପାରିବା କେବଳ ଶିକ୍ଷକ ହିଁ ବୁଝିପାରିବ ଆଉ ସେ ଆଧାରରେ ଆପଣମାନଙ୍କୁ ନିଶ୍ଚିତ ଭାବରେ ଯିବା ପାଇଁ ପଡ଼ିବ। ଆଜିର ଦିନରେ ପିଲାଟି ପାଠ ପଢ଼ିଲେ ଚାକିରି କରିବ, ଏଇ ମିଶନରେ ଆମେ ଆଉ ରହିବା କଥା ନୁହଁ। ଚାକିରି ଆଉ ନାହିଁ, ଅର୍ଥାତ୍ ଆମେ କେବଳ ଚାକିରି କରିବା ପାଇଁ ପାଠ ପଢ଼େଇବା, ସେ ମିଶନରେ ଆମେ ନ ରହି କିଭଳି ଭାବରେ ତାର ଶିକ୍ଷାରେ ପୂର୍ଣ୍ଣାଙ୍ଗତା ଆସିବ ଏବଂ ତାହାର ରୁଚି ଅଛି କେଉଁ ବିଷୟ ପ୍ରତି, କେଉଁ ଆଡ଼କୁ ସେ ଢଳୁଛି। ଆଉ ଭଲ ଭାବରେ ଆପଣମାନେ ଜାଣିଛନ୍ତି ଆଜିର ଦିନରେ ବିଭିନ୍ନ କ୍ଷେତ୍ରରେ ଆଜିକାଲି ଯେଉଁ ସୁଯୋଗ ସିଏ ଆଉ ସୀମିତ ନାହିଁ।
ଏ ସୁଯୋଗ ଅସୀମିତ ଅଛି। ଆଜି ଯଦି ସେ ଭଲ କରିବ ତାହେଲେ ସେ କେଉଁ ରାସ୍ତାକୁ ବାଛୁଛି ସେଇ ଆଡ଼କୁ ଆମେ ଉପଯୁକ୍ତ ସମୟରେ ମାର୍ଗଦର୍ଶନ କରିକି ତାକୁ ନେଇଯିବା। ଏଇଟା ହେଉଛି ମୋର ଆପଣମାନଙ୍କୁ ଅନୁରୋଧ। ଆପଣ ତାର ଲୁକାୟିତ ଥିବା ପ୍ରତିଭାକୁ ଚିହ୍ନଟ କରନ୍ତୁ ଏବଂ ଚିହ୍ନଟ କରିଲା ପରେ ଆପଣ ଅନୁଧ୍ୟାନ କରିକି ସେଇ ରାସ୍ତାରେ ଥରେ ଯଦି ତାକୁ ଆପଣ ନେଇଯିବେ ତାହେଲେ ସେ ପିଲା ନିଶ୍ଚିତ ଭାବରେ ଆପଣମାନଙ୍କର ବେଷ୍ଟ ପ୍ରାକ୍ଟିସେସରେ ସେ ପିଲାଟି ମଧ୍ୟ ତା ଜୀବନର ସବୁଠାରୁ ଭଲ ବିଭାଗରେ ଭଲ ରାସ୍ତା ଖୋଜିକରି ସେ ଆଗକୁ ଯାଇପାରିବ। ଏଣୁ ଆପଣମାନେ ଜଣେ ଜଣେ ମେଣ୍ଟର ହିସାବରେ କାମ କରୁଛନ୍ତି ଆଉ ସେଇ ଅନୁସାରେ କାମ ମଧ୍ୟ କରନ୍ତୁ। ନିଶ୍ଚିତ ଭାବରେ ଇଏ ସୁଯୋଗର ସୀମା ନାହିଁ ଏବଂ ଆପଣମାନେ ଆଜି ଏଭଳି ଏକ ପରିବେଶ ଭିତରେ ଗୁରୁ ଦିବସର ଅବସରରେ ଯେଉଁ ସ୍ୱପ୍ନ ପିଲା ଦେଖିବା ପାଇଁ ଚାହୁଁଛି ସେଇ ସୁଯୋଗ ଆପଣ ପହଞ୍ଚାଇ ଦିଅନ୍ତୁ ଯେ ଏଇଥିରେ ସେ ବେଷ୍ଟ କରିବ ଏବଂ ସେଇ ବେଷ୍ଟ କରିବା ପାଇଁ ଆପଣ ସେଇ ରାସ୍ତାରେ ତାଙ୍କୁ ଦେଖାନ୍ତୁ। ନିଶ୍ଚିତ ଭାବରେ ପିଲାର ଭବିଷ୍ୟତ ଉଜ୍ଜଳ ରହିବ ଏବଂ ସେ ଆମ ଦେଶର ଭବିଷ୍ୟତ, ଆମ ଦେଶର ଭାଗ୍ୟ ବିଧାତା ହେଇକରି କାଲି ଏ ସମାଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ କାମ କରିବ। ଏହାକୁ ଆମେ ଫୋକସ୍ କରିବାର ମଧ୍ୟ ଆବଶ୍ୟକତା ଅଛି। ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଇଏ ଗଢ଼ିବା ପାଇଁ ସେଇ ଛାତ୍ରଛାତ୍ରୀମାନେ ହିଁ ଆମ ଇଏ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଆଉ ତା ହିସାବରେ ସେମାନେ କାମ କରିବେ। ଆଉ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ପାଇଁ ଆଜି ଏ ପବିତ୍ର ଦିନରେ ଗୁରୁ ଦିବସର ଅବସରରେ ଡକ୍ଟର ରାଧାକ୍ରିଷ୍ଣନ ହେଉଛନ୍ତି ଆମ ସମସ୍ତଙ୍କର ଆଦର୍ଶ। ଶିକ୍ଷକ ଜୀବନରେ ଡକ୍ଟର ରାଧାକ୍ରିଷ୍ଣନ ଭାରତୀୟ ଦର୍ଶନ, ଧର୍ମ ଦର୍ଶନ, ତୁଳନାତ୍ମକ ଧର୍ମ ଦର୍ଶନ ଓ ନୀତି ଶିକ୍ଷା ଆଦି ବିଷୟରେ ଅନେକ ସମୟରେ ପିଲାମାନଙ୍କୁ ଯାହା ଆମର ପାଠ୍ୟ ଖସଡ଼ାରେ ନଥିଲା ତାକୁ ବି ସେ ପିଲାମାନଙ୍କୁ ଶିକ୍ଷା ଭିତରେ ଭର୍ତ୍ତି କରିଦେଉଥିଲେ ଏବଂ ତା ସହିତ ମଧ୍ୟ ବେଦ ଉପନିଷଦ ମଧ୍ୟ ସେ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିକରି ପିଲାମାନଙ୍କ ପାଖରେ କାହାଣୀ ମାଧ୍ୟମରେ ଗଳ୍ପ ମାଧ୍ୟମରେ ଥୋଇ ଦେଉଥିଲେ। ଆଉ ସେଇଥିପାଇଁ ତ ଆଜି ସେ ଆମମାନଙ୍କର ଆଦର୍ଶ, ଭାରତରତ୍ନ, ଆଧୁନିକ ସମାଜର ଗୁରୁ ବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମାଜରେ ପ୍ରକୃତ ନିର୍ମାତା ବୋଲି ଆଖ୍ୟା ଆଜି ଦିଆଯାଇଛି। ବିଶେଷ କରିକି ଆମେ ପୁସ୍ତକ ଜ୍ଞାନ ଯେତେବେଳେ ପ୍ରଦାନ କରୁଛନ୍ତି ତା ଭିତରେ କେବଳ ପୁସ୍ତକ ଜ୍ଞାନ ଭିତରେ ସୀମିତ ନ ରହି ଆମେ ତାର ଚରିତ୍ର ଗଠନ, ମୂଲ୍ୟବୋଧ ଶିକ୍ଷା, ଜୀବନ କୌଶଳ ଶିକ୍ଷା ପ୍ରଦାନ କରିକରି ଭବିଷ୍ୟତ ପାଇଁ ନୂତନ ପିଢ଼ିକୁ କିଭଳି ଭାବରେ ଆମେ ପ୍ରସ୍ତୁତ କରାଇବାରେ ଆମର ବହୁତ ବଡ଼ ଗୋଟିଏ ଭାଗିଦାରୀ ରହିବ ତା ଉପରେ ଫୋକସ୍ କରିବାର ଆବଶ୍ୟକତା ଅଛି। ଏକ ଶକ୍ତିଶାଳୀ ଏବଂ ବିକଶିତ ସମାଜ ଗଠନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଭୂମିକା ଅର୍ଥାତ୍ ଆପଣମାନଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଆଉ ସେଇ ଆଧାରରେ ନିଶ୍ଚିତ ଭାବରେ ଆମର ପ୍ରଗତି ପଥ ଆଗକୁ ବଢ଼ିବ। ସେଥିପାଇଁ ସରକାର ଯତ୍ନବାନ ଅଛନ୍ତି ଏବଂ ଆମକୁ ଆଜି ଯେଉଁ ଆଦର୍ଶ ଡକ୍ଟର ରାଧାକ୍ରିଷ୍ଣନ ଆଜି ଆମକୁ ଦେଇ ଯାଇଛନ୍ତି ଆମେ ଆଜିର ଦିନରେ ସଂକଳ୍ପ ନିଶ୍ଚିତ ଭାବରେ ନେବାର ଆବଶ୍ୟକତା ମୁଁ ମନେ କରେ। ତାକୁ ଆଦର୍ଶ କରି ଏକ ଆଦର୍ଶ ଶିକ୍ଷା ବ୍ୟବସ୍ଥା ଆମେ ସମସ୍ତେ ମିଶିକରି ସରକାର, ଶିକ୍ଷକ ବିଭାଗ, ଜନସାଧାରଣ, ବୁଦ୍ଧିଜୀବୀ ସମସ୍ତଙ୍କର ସହିତ ଏକ ମିଳିତ ଉଦ୍ୟମରେ ଆମେ ତାକୁ ନିଶ୍ଚିତ ଭାବରେ ଏକ ଆଦର୍ଶ ଶିକ୍ଷା ବ୍ୟବସ୍ଥା ଗଢ଼ି ତୋଳିବା ଯେଉଁଠି ଆମ ପିଲାମାନଙ୍କର ଭବିଷ୍ୟତ ଉଜ୍ଜଳ ଥିବ। ଆଜି ଏହି ପବିତ୍ର ଗୁରୁ ଦିବସର ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଏହି କଠିନ ପରିଶ୍ରମ ଏବଂ ଉଦ୍ୟମ ଆଉ ଚେଷ୍ଟା ପାଇଁ ଆମେ ଚଳିତ ବର୍ଷ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବ୍ୟବସ୍ଥା କରି ଏକ ସ୍ୱତନ୍ତ୍ରତା ଦେଇ ଆମେ ଇଏ ପୁରସ୍କାରର ବ୍ୟବସ୍ଥା କରାଯାଇଛି ଏବଂ ସେଥିରେ ଶିକ୍ଷକମାନଙ୍କୁ କେବଳ ପୁରସ୍କାର ନୁହଁ ତାଙ୍କୁ ସମ୍ମାନିତ କରାଯାଉଛି ଏବଂ ପୁରସ୍କାର ଦିଆଯାଉଛି। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆଜି 70 ଜଣ ଶିକ୍ଷକଙ୍କର ସହିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଆଜି ଆମ ସାମ୍ନାରେ ଆପଣମାନଙ୍କର ଉପସ୍ଥିତିରେ ଏଠି ପୁରସ୍କୃତ ହୋଇଛନ୍ତି। ମୁଁ ସେମାନଙ୍କୁ शुभेच्छा और अभिनंदन जनाऊँगी। समस्ते तांको टिके जोरदार करताली देई आमे तांको आउ थरे आमे स्वागत करिबा एवं सम्मानित करिबा एवं ता सहित शिक्षा क्षेत्र में उत्कर्षता प्रतिपादन पाई तीनोटी जिला को आमे जगतसिंहपुर जिला, झारसुगुड़ा जिला एवं खोर्धा जिला को आमे मध्य सम्मानित करिसंती एवं अर्थराशि मध्य
पुरस्कार करिछंती। प्रथम जिला स्थान जी अधिकार करले को जिला झारसुगुड़ा जिला तांको बोधे 3 कोटी टंकार पुरस्कार दिया जाउछि एवं द्वितीय खोर्धा जिला तांको 2 कोटी टंका पुरस्कार दिया जाउछि एवं जगतसिंहपुर जिला तांको मध्य 1 कोटी टंका तृतीय स्थान हिसाब रे तांको पुरस्कार आज प्रदान करा जाउछि। मु ए 3टी विद्यालय को आज मुख्यमंत्री शिक्षा पुरस्कार माध्यम रे आमे ये जिला सहित जो शिक्षक शिक्षयित्री मान को सम्मानित करूछु जो माने शिक्षा क्षेत्र रे आपण माने एक नूतन परिवर्तन आनी पारिछंती। मु आपण मान को साधुवाद दउछि एवं धन्यवाद भी दउछि। आपण मानकर ये चला पथरे आपण माने आहुरी आम पिला मानकर पई शिक्षार ये शैक्षिक परिवेश पई आपण माने आगको आहुरी आपनकर बेस्ट परफॉर्मेंस करी देखंतु। आपण माने समते जानि छंती शेष रे मु एति केवल कहिबी जे आम सरकार आसिला परे आमे समृद्ध ओडिशा गठन करिबा आम ओडिशा प्रदेश को ये आमर लक्ष्य। 2036 मसीह रे आम ओडिशा प्रदेश गठनर 100 वर्ष पूरण होउछि। ये 100 वर्ष पूरण होतुवा समय रे मो स्वप्नर ओडिशा आम स्वप्नर ओडिशा किभଳି हेइथिबो आमे की रूप रे आमे ताकू देखिबा ये प्रकार जो आमर एक समृद्ध ओडिशार जो परिकल्पना करा जाइछि सेथिरे आम पिला माननको आज दिन रे आमे तयारी गढ़िबा एवं समान को एभଳି एक स्तर रे पहुंचेबा समान दायित्ववान नागरिक होइकरी आज तयारी हेबा पई आमे संकल्प नै कि समान को तयारी करिबा एवं से छात्र छात्री मानकर वर्तमान रो जो तांकर प्रतिभा उपरे आमर समृद्ध ओडिशा निर्भरशील हबो। जदि आमे आजिरु गढ़ी तोड़ी थिबा एवं आसंता 11 वर्ष ये कालखंड कम नुह आ 11 वर्ष भितर 2036 मसीहा आसुची आ सेतेबेले समृद्ध ओडिशा जेतेबेले आमे 7 वर्ष पालन करिया पई जिबा सेतेबेले किभଳି भाबरे ओडिशा को आमे विकसित करिथिबा एहा केवल आपण मानको ऊपर निर्भर आ सेथि पई आपण मानको संकल्प नबा पई पड़िबो। आम पिलार भल मंद आपण माने जानती तार दायित्व आपण मानकर पाखरे उपयुक्त गाइड करी मनीष करिबा दायित्व आपण मानकर। मु आशा करबी निश्चित भाबरे पिला मानकर जो बड़ स्वप्न ताकू आमे देखैबा एवं तांको पई आमे समस्त चेष्टा करिबा आम समृद्ध ओडिशा गठनर लक्ष्य से दिन हासिल करि पारिबा जो दिन आम पिला माने जणे जणे ये सुस्थ समाजर वातावरण भितर निजको सुस्थ हिसाब रे समान छिड़ा करिवे नेतृत्व नेबे एवं समृद्ध ओडिशा तथा विकसित ओडिशा गठन करिवारे प्रमुख भूमिका नौथिबे। शेष रे मु आमर स्वभाव कवि गंगाधर मेहरंकर रचित गोटिए पद आवृत करी मोर अभिभाषण सांग करिवि। से तांक रचित गुरु शिष्य रे एक सुंदर पद रचना करिसंती जहाँ गुरु और शिष्यंक संपर्क को निखुण और समावेशी भावे व्यक्त करिथाए। निजकु जे निरंतर शिष्य रूपे गणे निजकु जे निरंतर शिष्य रूपे गणे निश्चय से योग्यतम गुरु मध्य जणे। धन्यवाद। भारत माता की जय। वंदे उत्कल जननी। आज आम शिक्षक मान को सम्मानित करागला एवं पुरस्कार भी दिगला एवं आम मानक भितर जो मन आहुरी सर्वश्रेष्ठ होगी जातीय स्तर को जातीय शिक्षक पुरस्कार अर्थात राष्ट्रपति पुरस्कार प्राप्त होगापाई योग्य जो शिक्षक माने हेले बसंत कुमार रणा प्रधान शिक्षक सरकारी उच्च प्राथमिक विद्यालय कंडेल करुकुंडा मालकानगिरी सुदूर मालकानगिरी जड़े शिक्षक आज सी राष्ट्रपति पुरस्कार प्राप्त शिक्षक हिसाब रे सम्मानित होती एवं आउ जड़े होती तरुण कुमार दास
ପ୍ରାଥମିକ ଶିକ୍ଷକ PM ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟ ତାଙ୍କ ପାଇଁ ଏତିକି କରତାଳି ଦେଲେ ହେବ ନାହିଁ, କେତେ କଞ୍ଜୁସି କଲେ ହେବ ନାହିଁ, ଜୋରଦାର କରତାଳି ଆମେ ଦେବା ଏବଂ ତାଙ୍କୁ ସ୍ୱାଗତ କରିବା। ଆଜି ଜାତୀୟ ପୁରସ୍କାର ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ହିସାବରେ ଯେଉଁ ମାନ୍ୟତା ଆଜି ପାଇଛନ୍ତି, ସମ୍ମାନିତ ପାଇଛନ୍ତି, ଆମ ସମସ୍ତଙ୍କର ପାଇଁ ସେମାନେ ଆହୁରି ଗର୍ବ। ଏଣୁ ଆମେ ମଧ୍ୟ ନିଶ୍ଚିତ ଭାବରେ କିଭଳି ଭାବରେ ଇଏ ପ୍ରତିଯୋଗିତାରେ ଆଗକୁ ବଢ଼ିବା, ଆଉ ସେଥିପାଇଁ ନିଶ୍ଚିତ ଭାବରେ ଆଜି ଏ ପବିତ୍ର ଗୁରୁ ଦିବସର ଅବସରରେ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମରେ ନିଶ୍ଚିତ ଭାବରେ ଆଗାମୀ ଦିନରେ ଶିକ୍ଷାର ଯେଉଁ ବ୍ୟାପକ ପରିବର୍ତ୍ତନ ହେବା ପାଇଁ ଯାଉଛି ଆମ ଓଡ଼ିଶାରେ, ଆମ ପିଲାମାନଙ୍କର ଏବଂ ଓଡ଼ିଶାର ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବ, ସମୃଦ୍ଧ ଓଡ଼ିଶା ହେବ, ବିକଶିତ ଓଡ଼ିଶା ହେବ। ଆଉ ଆମେ ସମସ୍ତେ ସଂକଳ୍ପ ନେଇକରି ମୋଦିଜୀଙ୍କର ସେହି ସଂକଳ୍ପ 2047ରେ ବିକଶିତ ଭାରତ ତାକୁ ମଧ୍ୟ ପୁରା କରିବା। ଧନ୍ୟବାଦ।